নিশামুক্ত দাবি ভাঙি দিও, মদের দোকান ভাঙি দিও। কিশোরনগর শান্তি চায়, শান্তি চাই, শান্তি চাই, কিশোরনগর শান্তি চায়, শান্তি চাই, শান্তি চাই, কিশোরনগর শান্তি চায়। শান্তি চাই, শান্তি আমার চাই। দাবি মদের দোকান বন্ধ হেউ, বন্ধ হেউ, বন্ধ হেউ, আমার দাবি মদের দোকান বন্ধ হউ, বন্ধ হেউ, বন্ধ হেউ, আমার দাবি মদের দোকান বন্ধ হউ। বন্ধ হেউ, বন্ধ হেউ। ବନ୍ଦ କରିବା ପାଇଁ ଯାହା ବର୍ଷେ ହେଲା ବନ୍ଦ ହେଇ ରହିଥିଲା କିନ୍ତୁ ଆମେ ଦେଖୁଛୁ ଯେ 2 ଦିନ ହେଲା ଖୋଲା ହେଇଛି କିନ୍ତୁ ଏହା ଆମେ କେହି ଆଶା କରିନଥିଲୁ। ଆମେ ଚାହୁଁଛୁ ଏହା ତୁରନ୍ତ ବନ୍ଦ ହଉ। ଆପଣ ଏହା ଉପରେ ପଦକ୍ଷେପ ନିଅନ୍ତୁ। ଗ୍ରାମବାସୀ ମାନେ ସମସ୍ତେ ଆମର ଗୋଟିଏ ମୁଖ୍ୟ ଦାବି ହେଉଛି କିଶୋରନଗର ଛାଡ଼ି ସେ ଆଉ କୋଉଠି କରନ୍ତୁ, ସେଥିରେ ଆମର ପ୍ରତିବାଦ ନାହିଁ। କାରଣ କିଶୋରନଗର ଗୋଟେ ସେନ୍ସିଟିଭ ଏଟା ପ୍ଲେସ୍, ଏଟା କଲେଜ ଅଫିସ ଡାକ୍ତରଖାନା ସବୁ ଏଠି 500 ମିଟର ଭିତରେ ରହିଛି। ଛୋଟ ପିଲାଠୁ ଆପଣ କଲେଜରେ ଆପଣଙ୍କର ପିଲାମାନେ ସବୁ ଯୁବକମାନେ ପଢ଼ୁଛନ୍ତି, ଯେଉଁମାନେ ଛାତ୍ରଛାତ୍ରୀ ପଢ଼ୁଛନ୍ତି ତାଙ୍କ ପାଇଁ ବହୁତ ଅସୁବିଧା ବି ହେଉଛି। କଟକ ସଦର ଅନ୍ତର୍ଗତ କିଶୋରନଗରଠାରେ ଖୋଲିଥିବା ସରକାରୀ ମଦ ଦୋକାନ ବନ୍ଦ କରିବାକୁ ନିଶାମୁକ୍ତ ସଂଗ୍ରାମ ସମିତି ପକ୍ଷରୁ ଆଜି ସରପଞ୍ଚ ସୁଜାତା ସେଠୀଙ୍କ ସହିତ ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର କିଶୋରନଗର ତହସିଲଦାର କ୍ଷୀରୋଦ କୁମାର ଦାସଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି। ସଂଗ୍ରାମ ସମିତିର ଆବାହକ ବିକ୍ରମ ବିଷୋୟୀଙ୍କ ନେତୃତ୍ୱରେ ପୂର୍ବତନ ସରପଞ୍ଚ ଛତ୍ରପତି ସିଂ, ସୁରେଶ ବିଷୋୟୀ, ବୁବୁ ମହାନ୍ତି ପ୍ରମୁଖ ବହୁ ବୁଦ୍ଧିଜୀବୀ ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମୁଁ ବିଷ୍ଣୁ ବେହେରା, ବରିଷ୍ଠ ସାମ୍ବାଦିକ ତଥା କଟକ ସଦର ବିଚାର ମଞ୍ଚର ସଭାପତି। ନାଇଁ, ମୁଁ ସକ୍ସେସ୍ ହବ ନହବ ମୁଁ ତା ଉପରେ ଯାଉନି, ସେଟା ସରକାରଙ୍କ ନିଷ୍ପତ୍ତି। କିନ୍ତୁ ମୁଁ ସାଧୁବାଦ ଜଣେଇବି ଯେ ସଂଗ୍ରାମ ମାଟିରେ ଯେଉଁମାନେ ଆଜି ଏଇ ମଦ ଦୋକାନ ବନ୍ଦ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି, ସଚେତନ ନାଗରିକ, ତାଙ୍କୁ ମୁଁ ଧନ୍ୟବାଦ ଦେବି ଯେ ସେମାନେ ଏ ଉଦ୍ୟମ ଆରମ୍ଭ କରିଛନ୍ତି। ଯେ ଲୋକମାନଙ୍କ ସାଙ୍ଗରେ ନିଶ୍ଚିନ୍ତ ରହିବୁ। ଇଏ ଗୋଟେ ଗୁରୁତର ସମସ୍ୟା, ଆକୁ ଉତ୍ପାଦନ ପୁରା ମୂଳପୋଛ କରିବା ପାଇଁ ଉଦ୍ୟମ ଜାରି ରହୁ। ସଂଗ୍ରାମ ମାଟିରେ ମଦ ଦୋକାନ ଖୋଲିବାର ସମ୍ଭବ ନୁହେଁ। ତେଣୁ ଯେ ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ନ ହୋଇଛି ଏ ଆନ୍ଦୋଳନ ଚାଲୁ ରହୁ। ଆମେ ମଧ୍ୟ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇବା ପାଇଁ ପ୍ରସ୍ତୁତ ଅଛୁ। ମୋ ନାଁ ଅଛି ଛତ୍ରପତି ସିଂ, ମୁଁ କିଶୋରନଗର ପଞ୍ଚାୟତର ପୂର୍ବତନ ସରପଞ୍ଚ। ନିଶ୍ଚିତ ଭାବରେ ପ୍ରତ୍ୟାହାର ହେବ, କାରଣ ଆମ କିଶୋରନଗର ଲୋକଙ୍କର କେବେ ବି ମଦ ଦୋକାନ ସପକ୍ଷରେ କାହାରି ମତ ନାହିଁ। ସମସ୍ତଙ୍କର ଯେତେବେଳେ ଦୃଢ଼ ମତ ଅଛି ଆମେ ମଦ ଦୋକାନ ହଟେଇ ଦେବୁ। ଆମେ ଅତୀତରେ ଆମର ଅଭିଜ୍ଞତା ଅଛି, ସମସ୍ତ ମହିଳା, ଶ୍ରମିକ, ମା, ଛାତ୍ର ସମସ୍ତ ଆନ୍ଦୋଳନରେ ଭାଗ ନେଇଥିଲେ, ତୀବ୍ରତର ଆନ୍ଦୋଳନ ହୋଇଥିଲା। ତେଣୁ ସେମାନେ ଆଗାମୀ ଦିନରେ ନିଶ୍ଚିତ ଭାବରେ ଆନ୍ଦୋଳନକୁ ଆସିବେ। ମଦ ଦୋକାନ ନହେଲେ ଆଇନ ଶୃଙ୍ଖଳା ବାଟରେ ବି ହସ୍ତକ୍ଷେପ କରିକି ମଦ ଦୋକାନ ବନ୍ଦ କରିବା ଉଦ୍ୟମ ହେବ। ମୁଁ ବିକ୍ରମ କୁମାର ବିଷୋୟୀ। ଆମର ଯେଉଁ ନିଶା ମୁକ୍ତ ସଂଗ୍ରାମ ସମିତି କିଶୋରନଗର କଟକ ଗଢ଼ା ହେଇଛି, ଆମେ ଆଜି ତହସିଲଦାରଙ୍କୁ ତାର ଦାବିପତ୍ର ଦେଲୁ ଯେ ତୁରନ୍ତ ମଦ ଦୋକାନଟି ବନ୍ଦ କରିବା ପାଇଁ। ମଦ ଦୋକାନଟି ଏକ ଜନବସତି ଭିତରେ ସ୍ଥାପିତ। ଛୋଟ ପିଲାଙ୍କର ଛୋଟ ଛୋଟ ସ୍କୁଲ ପିଲାମାନଙ୍କର ପାଖରୁ ମାତ୍ର 200 ରୁ 300 ରୁ 400 ମିଟର ଦୂରରେ ମଦ ଦୋକାନ, ପାଖରେ 1 କିଲୋମିଟର ଦୂରରେ କଲେଜ ପାଖରୁ ମଦ ଦୋକାନ, ମନ୍ଦିରଟି ପାଖରେ ଆମର ସ୍ଥାନୀୟ ବିଧାୟକ ଗାଁରୁ ମାତ୍ର 1.5 କିଲୋମିଟର କି 1 କିଲୋମିଟର କି 1.5 କିଲୋମିଟର ଦୂରରେ ମଦ ଦୋକାନ। ଆମର ଏ ମାଟି ହେଲା ଗୋଟେ ସଂଗ୍ରାମ ମାଟି। କିଶୋରନଗର ଗୋଟେ ଶାନ୍ତ ଆଉ ଭଦ୍ର ସମାଜର ଲୋକମାନେ ଏଠି ବାସ କରନ୍ତି। ଆମର ଏଠି କୌଣସି ପ୍ରକାର ଗଣ୍ଡଗୋଳ ନାହିଁ, କୌଣସି ପ୍ରକାର ଝଗଡ଼ା ଝାଣ୍ଟି ନାହିଁ। ଯେହେତୁ ଆମର ଏ ଶାନ୍ତିପ୍ରିୟ ଜାଗାରେ ଗୋଟେ ମଦ ଦୋକାନ କଲେ ଅତି ଅଶୋଭନୀୟ କଥା। ଫାର୍ଷ୍ଟ, ସେକେଣ୍ଡ ହେଲା ଆମର ଏଇ ଯେଉଁ ସ୍ଥାନୀୟ ଛୋଟ ଛୋଟ ପିଲାମାନଙ୍କ ଉପରେ ଆର କୁପ୍ରଭାବ ପଡୁଛି। ସେମାନେ ଯେହେତୁ କିଛି ମଦ ପିଇ ଉତ୍ତ୍ୟକ୍ତ ଲୋକ ରାସ୍ତାଘାଟରେ ବୁଲୁଛନ୍ତି, ତାର କୁପ୍ରଭାବ ଯେ ସ୍କୁଲଟା ପାଖରେ ଅଛି। ହଁ, ଯେପର୍ଯ୍ୟନ୍ତ ନ ପ୍ରତ୍ୟାହାର ହେଇଛି ସେ ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିବ। ମୋ ନାଁ ଭବାନୀ ଶଙ୍କର ରାୟ, ମୁଁ ଏ ଗ୍ରାମର ଗ୍ରାମବାସୀ। ବର୍ତ୍ତମାନ ଯାଉଛି ଯେହେତୁ ମଦ ଦୋକାନ ସରକାରୀ ସେକ୍ଟର ମଦ ଦୋକାନ ଏଠି ଖୋଲିଲା, ଆଜିକା ଡେଟ୍ରେ ଆପଣ ଦିନ ହେବ ଏ ମଦ ଦୋକାନ ଖୋଲିଲା ପରେ ଜନସନ୍ତୋଷ ଏଭଳି ଭାବରେ ବ୍ୟାପିଲାଣି, ଆମେ ବାଧ୍ୟ ହେଇ ଆସି ଆଜି ତହସିଲଦାରଙ୍କୁ ଆମ ଦାବିପତ୍ର ଦେଇଛୁ ଏ ମଦ ଦୋକାନଟି ବନ୍ଦ କରିବା ପାଇଁ। ଯାହା ହଉ, ସୁଖର କଥା ଏତିକି ଯେ ତହସିଲଦାର ମଧ୍ୟ କହିଛନ୍ତି ଯେ ମୁଁ ଉପର ଲେଭେଲରେ ପଦକ୍ଷେପ ନେବି ମଦ ଦୋକାନଟି ବନ୍ଦ ପାଇଁ। ଏଠିକାର ବିଧାୟକ ମହୋଦୟ ମଧ୍ୟ ଆମର ଯେହେତୁ ଏଇ ଅଞ୍ଚଳର
सी आम समस्त जा जो मैंने देखा कर समस्त से प्रतिश्रुति देते से चेष्टा करेंगे मद दुकान शीघ्र बंद करने किंतु आम समस्ते चाहूँ मद दुकान शीघ्र बंद हो कहीं ये मद दुकान गोटे मंदिर स्कूल कॉलेज जनबसति सबू मझीरे कि मद दुकान खोली जोटि ठीक रास्तार बंध उपर कि आ नई कूलटार जिते संध्या बेल होती मदुआ उत्पाद करुँच जहाँकि कहबार कथा नुह या स्कूल छात्र छात्री कॉलेज छात्र छात्री समस्त से बाटे जीवासवा कर ये अंचल जेहेतु गोटे कॉलेज आ स्कूल टी रही हाईस्कूल रही समस्त से नई बंध बाटे आसिक स्कूल कॉलेज रे पहुंचे जहाँकि विश्वास रही दृढ़ विश्वास अच्छी कहीं नचेत आंदोलन तीव्रतर हम सबू महिला पिला छात्र छात्री समस्ते बाहर बोली कहते आमर जहाँ ये गोटे उचित पदक्षेप एवं यह तुरंत बंद हो। कटक सदरर विष्णु बेहेरा रिपोर्ट ओडिशा समाचार।